ସମସ୍ତଙ୍କୁ ନମସ୍କାର। ମୋ ଭାଇ ବିଶ୍ୱନାଥ ପାଣି। ଆଜି ଏକ ଆତ୍ମିକ ଶିକ୍ଷାରେ ଆପଣମାନଙ୍କୁ ମୁଁ ସ୍ୱାଗତ କରେ। ଆଜିର ଅଂଶ ବା ଶିକ୍ଷା ଏହିପରି ରହିବ। ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଲିବା। ଯେହେତୁ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲେଖା ଅଛି, ଗାଲାତୀୟ ପୁସ୍ତକ 5:25 ପଦରେ ଏହିପରି ଲେଖା ଅଛି, ଯଦି ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ, ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ। ତ ଆମେ କେମିତି ଆତ୍ମାଙ୍କ ଦ୍ୱାରା ଜୀବନ ପାଇଛୁ? ଆଉ ଆମମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ କହେ, ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଜୀବନଯାପନ କର। ଆସନ୍ତୁ ଆମେ କେମିତି ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଜୀବନ ପାଇଛୁ, ସେ ବିଷୟ ଆମେ ଶିକ୍ଷା କରିବା। ଏ ବିଷୟରେ ବାଇବେଲରେ ଲେଖା ଅଛି, ପବିତ୍ର ଆତ୍ମା ଆମ୍ଭକୁ ନୂତନ ଜନ୍ମ ଦେଇଥାନ୍ତି, ଯାହାକି ଜହନ ଲିଖିତ ସୁସମାଚାର 3:5-6 ପଦରେ ଲେଖା ଅଛି। ଯୀଶୁ ସେଠାରେ ଏହିପରି କହିଛନ୍ତି, ମୁଁ ସତ୍ୟ ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଜଳ ଓ ଆତ୍ମାରେ ପୁନର୍ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନା, ପ୍ରବେଶ ବି କରିପାରିବ ନାହିଁ। କାରଣ ଶରୀରରୁ ଯାହା ଜାତ ତାହା ଶରୀର, ବା ମାଂସରୁ ଯାହା ଜାତ ତାହା ମାଂସ ବୋଲି ଲେଖା ଅଛି। ଆତ୍ମା ଠାରୁ ଯାହା ଜାତ ତାହା ଆତ୍ମା ବୋଲି ଲେଖା ଅଛି। ଆତ୍ମାରୁ ଜନ୍ମ ବିଷୟ ଲେଖା ଅଛି। ଆଉ ଯେଉଁମାନେ ଆତ୍ମାରୁ ଜନ୍ମ ହୁଅନ୍ତି, ସେମାନେ ଆତ୍ମା ଅଟନ୍ତି, ଅର୍ଥାତ୍ ଈଶ୍ୱରଙ୍କ ଠାରୁ ଜାତ ହେବା ବିଷୟକୁ ବୁଝାଏ। ଆମ ପାପମୟ ପୁରୁଣା ସ୍ୱଭାବ ଆତ୍ମିକ ଭାବେ ମୃତ୍ୟୁ ଅବସ୍ଥାରେ ଥାଏ। ଯେଉଁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବା ଜଣେ ମା ପୃଥିବୀରେ ଯେ କେହି ହେଉନା କାହିଁକି, ଯେଉଁ ପର୍ଯ୍ୟନ୍ତ ସତ୍ୟ ଈଶ୍ୱର ଏକମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁ ପର୍ଯ୍ୟନ୍ତ ବିଶ୍ୱାସ କରିନାହିଁ, ତାହାର ଜୀବନ ପାପମୟ ଜୀବନଯାପନ ଭାବରେ ରହିଥାଏ ଏବଂ ମୃତ ଅବସ୍ଥାରେ ଥାଏ। ପବିତ୍ର ଆତ୍ମା ଯୀଶୁଙ୍କୁ ବିଶ୍ୱାସ କରିବାକୁ ଆମମାନଙ୍କୁ ଉଦ୍ବୋଧନ କରି ଭିତରେ ନୂତନ ଜୀବନ ଦେଇଥାନ୍ତି। ଏହି ମାଧ୍ୟମରେ ଆମେ ଆତ୍ମାଙ୍କ ଦ୍ୱାରା ଜୀବନ ପାଇଥାଉ, ବା ଆମେମାନେ ପାଇଛୁ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛୁ। ହାଲେଲୁୟା। ଏହି ନୂତନ ଜନ୍ମ ବିନା ଆମେ ଆତ୍ମାଙ୍କ ଦ୍ୱାରା ଜୀବନ ପାଇପାରିବୁନି, ହେଇପାରିବନି। ତେଣୁ ବାଇବେଲ ଅନୁସାରେ ନୂତନ ଜନ୍ମର ଆବଶ୍ୟକ ଆଉ କେବଳ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ହିଁ ପୁନର୍ଜନ୍ମ ହୋଇଥାଏ। ତାହା ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ପାଇଁ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତି, ବିଶ୍ୱାସ କରିବା ପାଇଁ ଆମମାନଙ୍କୁ କୁହନ୍ତି। ଆଉ ବିଶ୍ୱାସ କଲା ପରେ ଆମ ଭିତରେ ନୂତନ ଜୀବନ ପବିତ୍ର ଆତ୍ମା ପରମେଶ୍ୱର ଦେଇଥାନ୍ତି। ଦ୍ୱିତୀୟ ବିଷୟ ହେଲା, ଯୀଶୁଙ୍କୁ ବିଶ୍ୱାସ କରିବା ସମୟରେ ଆତ୍ମା ଆମ ହୃଦୟରେ ବାସ କରିବା ଆରମ୍ଭ କରନ୍ତି। ହାଲେଲୁୟା। ଯାହାକି ଏଫେସୀୟ 1:13-14 ପଦରେ ଲେଖା ଅଛି। ବିଶ୍ୱାସ କଲା ପରେ
ଆପଣମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହେଲେ ବୋଲି ସେଠାରେ ଲେଖା ଅଛି। ମୁଦ୍ରାଙ୍କିତ ହେଇଅଛ କାହାକୁ? ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଦ୍ୱାରା। ତାହା ମଧ୍ୟ ପରିତ୍ରାଣର ସୁସମାଚାର ଶୁଣି ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନ ବିଷୟକୁ, ସମାଧିସ୍ଥ ବିଷୟକୁ, ପୁନରୁତ୍ଥାନ ବିଷୟକୁ ଆଜି ପ୍ରଚାର କରାଯାଉଛି ଜଗତରେ। ସେହି ସମୟରେ ମଧ୍ୟ ପ୍ରଭୁଙ୍କ ଲୋକମାନେ ଯୀଶୁଙ୍କର ସୁସମାଚାରକୁ ପ୍ରଚାର କରୁଥିଲେ, ପରିତ୍ରାଣର ସୁସମାଚାରକୁ ପ୍ରଚାର କରୁଥିଲେ, ମୁକ୍ତିର ସୁସମାଚାର, ପାପ କ୍ଷମାର ସୁସମାଚାରକୁ ପ୍ରଚାର କରୁଥିଲେ। ଆଉ ଯେଉଁମାନେ ତାହା ଶୁଣି ବିଶ୍ୱାସ କଲେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହେଲେ ମୁକ୍ତି ଦିବସ ନିମନ୍ତେ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନର୍ବାର ଆସିବେ, ଦ୍ୱିତୀୟ ଆଗମନ କରିବେ ଆପଣା ଲୋକମାନଙ୍କୁ ନେବା ପାଇଁ, ଏହି ଲୋକମାନେ ଯେଉଁମାନେ କି ପୁନର୍ଜନ୍ମ ପାଇଛନ୍ତି, ଆତ୍ମାଙ୍କ ଦ୍ୱାରା, ଈଶ୍ୱରଙ୍କ ଆତ୍ମା ଦ୍ୱାରା ଜୀବନ ପାଇଛନ୍ତି, ସେମାନେ ମୁକ୍ତି ଦିବସ ନିମନ୍ତେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଅଛନ୍ତି। ବିଶ୍ୱାସ କଲେ ଆତ୍ମା ଆସି ଭିତରେ ରହିବାକୁ ସ୍ଥାନ ନେଇଥାନ୍ତି। ଏହା ବାଇବେଲ ଲେଖା ଅଛି। ଆପଣଙ୍କ ଭିତରେ ଆତ୍ମାଙ୍କର, ଈଶ୍ୱରଙ୍କର ଆତ୍ମାଙ୍କର ପ୍ରତାପ ଆରମ୍ଭ ହୁଏ। ଆମ ଭିତରେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଆରମ୍ଭ ହୁଏ। ଆତ୍ମାଙ୍କ ଉପସ୍ଥିତି ନୂତନ ଜୀବନର ଉତ୍ସ। ହାଲେଲୁୟା। ତୃତୀୟ ବିଷୟ ହେଲା ଆତ୍ମା ଆମକୁ ପାପରୁ, ମୃତ୍ୟୁରୁ ଉଠାଇ ଜୀବନ ଦେଇଥାନ୍ତି, ଯାହାକି ରୋମିଓ 8:2 ଲେଖା ଅଛି। ଆତ୍ମାଙ୍କର ବ୍ୟବସ୍ଥା ଲେଖା ଅଛି। ଆମକୁ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ କରିଅଛି। ଯେଉଁ ବ୍ୟବସ୍ଥା ଦିଆଯାଇଥିଲା ଲୋକମାନେ କେହି ମଧ୍ୟ ତାହା ପାଳନ କରିପାରୁନଥିଲେ। ଆଉ ସେ ବ୍ୟବସ୍ଥା ସକାଶୁ ସେମାନେ ଯେତେବେଳେ ବ୍ୟବସ୍ଥା ଦ୍ୱାରା ପାପ କ'ଣ ଜାଣିଲେ, ଆଉ ସେ ପାପରୁ ବାହାରି ପାରୁନଥିଲେ। ସେ ପାପ ଜାଣିଲେ ମଧ୍ୟ ଯେହେତୁ ମନୁଷ୍ୟ ସ୍ୱଭାବରେ ପାପୀ ହେଇଗଲା, ଚରିତ୍ରରେ ପାପର ସ୍ୱଭାବ ଦେଖାଗଲା। ଆଉ ଏହି ଅବସ୍ଥା ଯେତେବେଳେ ବ୍ୟବସ୍ଥା ଦିଆଗଲା, ସେ ବ୍ୟବସ୍ଥା ଦ୍ୱାରା ସେମାନେ ପାପ ଜାଣିଲେ, ଆଉ ସେ ପାପ କରୁଥିଲେ, ସେ ପାପରେ ରହିଗଲେ। ଆଉ ସେ ପାପ ସକାଶୁ ସେମାନଙ୍କୁ ମୃତ୍ୟୁଦଣ୍ଡ ଆସୁଥିଲା, ଅଭିଶାପ ଆସୁଥିଲା। ଯେତେବେଳେ ନୂତନ ନିୟମରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ଉଦ୍ଧାରକର୍ତ୍ତାଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମ ଭିତରେ ପବିତ୍ର ଆତ୍ମା ପରମେଶ୍ୱର ନୂତନ ଜୀବନ ଦେଇଥାନ୍ତି। ହାଲେଲୁୟା। ଏହା ଆତ୍ମାଙ୍କ ବ୍ୟବସ୍ଥାକୁ କୁହାଯାଏ। ପାପ ଆମକୁ ଆତ୍ମିକ ଭାବେ ମୃତ କରିଥାଏ। ଆତ୍ମାଙ୍କ ଶକ୍ତି ଆମକୁ ସେହି ମୃତ୍ୟୁରୁ ବାହାର କରି ଜୀବନ ଓ ସ୍ୱାଧୀନତା ପ୍ରଦାନ କରେ। ଆତ୍ମା ଆମର ମୃତ ସ୍ୱଭାବକୁ ଜୀବନ୍ତ କରନ୍ତି। ତେଣୁ ଆମେ ଆତ୍ମାଙ୍କ ଦ୍ୱାରା ଜୀବନ ପାଇଛୁ। ଯେତେ ଲୋକମାନେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛୁ। ଆଉ ଆଜି ମଧ୍ୟ ପରମେଶ୍ୱର ସ୍ୱାଗତ କରୁଛନ୍ତି ପୃଥିବୀର ସବୁ ଭାଷାବାଦୀମାନଙ୍କୁ, ଯେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପୁନର୍ଜନ୍ମ ପାଆନ୍ତୁ, ନୂତନ ଜନ୍ମ ପାଆନ୍ତୁ, ନୂଆ ସୃଷ୍ଟି ହୁଅନ୍ତୁ। ଏହା ପ୍ରଭୁ ଚାହାନ୍ତି। ଚତୁର୍ଥ ବିଷୟ, ଆତ୍ମା ଆମକୁ ନୂତନ ସୃଷ୍ଟି କରନ୍ତି। ଈଶ୍ୱରଙ୍କ ଆତ୍ମା, ଯାହାକି 2 କରିନ୍ଥୀୟ 5:17 ଲେଖା ଅଛି। ଯେ କେହି ଖ୍ରୀଷ୍ଟଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ହେଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି। ପ୍ରଭୁ ଯୀଶୁ କାଳ୍ପନିକ ନୁହନ୍ତି। ପ୍ରଭୁ ଯୀଶୁ ସତ୍ୟ ଈଶ୍ୱର। ପାପୀମାନଙ୍କ ପାଇଁ ନର ରୂପ ଧାରଣ କରି ପୃଥିବୀରେ ଅବତାରର ଜନ୍ମ ନେଲେ। ତେଣୁକରି ଆଜି ଆମେ 2025 ମସିହାରେ ପହଞ୍ଚିଛୁ।
ଏକ ମସିହା ଆରମ୍ଭ ହେଲା ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୃଥିବୀରେ ଜଗତରେ ଜନ୍ମଗ୍ରହଣ କଲେ। 2 ମସିହା ଆଜି 2025 ମସିହାରେ ପହଞ୍ଚେ ଐତିହାସିକ ପ୍ରମାଣ ଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ପାପୀମାନଙ୍କ ପାଇଁ କ୍ରୁଶରେ ବଳି ହେଇ 3 ଦିନରେ ଉଠିଲେ ଲେଖା ଅଛି। 3 ଦିନରେ ଶାସ୍ତ୍ରରେ ଲେଖା ଅଛି କୌଣସି ଦେବାଦେବୀ କୌଣସି ଆଉ ଈଶ୍ୱର ମୃତ୍ୟୁରୁ ଉଠିବା ବିଷୟ ଆଉ କେଉଁଠି ବି ନା ପଢ଼ିବାକୁ ମିଳୁଛି ନା ଶୁଣିବାକୁ ମିଳୁଛି। କେବଳ ଏକମାତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ, ସେ ମୃତ୍ୟୁଞ୍ଜୟ, କାଳଜୟୀ, ପାପଜୟୀ। ତାଙ୍କୁ ମାରିଦେଲେ ବୋଲିକି ଶାସ୍ତ୍ର କୁହେ ନାହିଁ, ସେ ବଳି ହେବା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ନିଜେ ତ ମରିବେ ନାହିଁ, ଲୋକଙ୍କ ଦେଇକି ସେ ବଳି କାର୍ଯ୍ୟ ହେଲା। ଆଉ ଏଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ଯେଉଁମାନେ, ସେମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି। ଆଉ ଖ୍ରୀଷ୍ଟଙ୍କ ଦେଇ ନୂତନ ସୃଷ୍ଟି ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ ଜୀବନରେ ହୁଏ। এই ନୂତନ ସୃଷ୍ଟି କାର୍ଯ୍ୟ ପବିତ୍ର ଆତ୍ମା କରନ୍ତି। ନୂତନ ଇଚ୍ଛା, ନୂତନ ଚେତନା, ନୂତନ ଚାଲଚଳନ ମାନେ ଆଚରଣ, ନୂତନ ଆଗ୍ରହ, ବିଶେଷ କରି ପବିତ୍ରତା ପାଇଁ। ନୂତନ ଜୀବନ ଆତ୍ମାର ଆଭ୍ୟନ୍ତରୀଣ କାର୍ଯ୍ୟ, ଏରା ଶରୀର କାର୍ଯ୍ୟ ନୁହେଁ। ଆଉ ଗୋଟେ ବିଷୟ ଦେଖିବା, ଆତ୍ମା ଆମକୁ ଆଗକୁ କଢ଼େଇ ନିଅନ୍ତି, ଶକ୍ତି ଦେଇ ତାହା ମଧ୍ୟ ଜୀବନକୁ ଆଗକୁ ନେଇଥାନ୍ତି। ଯାହାକି ଲେଖା ଅଛି ଗାଲାତୀୟ 5:16 ଆତ୍ମା ଅନୁସାରେ ଚାଲନ୍ତୁ। ସେଥିପାଇଁ ଲେଖା ଅଛି ପବିତ୍ର ଆତ୍ମା ପାପ ଜିତିବାରେ ଶକ୍ତି ଦେଇଥାନ୍ତି। ଯେଉଁ ପାପର ବଶୀଭୂତ ଆଜି ମନୁଷ୍ୟ ହେଉଛି, ଏ ପାପକୁ ଜୟ କରିବା ପାଇଁ ଲୋଭ, ମୋହ, ମାୟା, ଶରୀର କାର୍ଯ୍ୟ, ଶାରୀରିକ ବଳ, ଚକ୍ଷୁର ବଳ, ଲୌକିକ ଗର୍ବ, ଏ ପାପ ଗୁଡ଼ାକ ଯେଉଁ ଏସବୁରେ ହୁଏ, ଆମମାନଙ୍କୁ ପାପରୁ ଜିତିବାକୁ ପବିତ୍ର ଆତ୍ମା ପରମେଶ୍ୱର ଶକ୍ତି ଦେଇଥାନ୍ତି। ଆମଠାରେ ଆତ୍ମାଙ୍କର ଫଳ ଦେଇଥାନ୍ତି। ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ଆତ୍ମା ସଂଯମ, ମୃତ୍ୟୁ, ଏସବୁ ଆତ୍ମାଙ୍କର ଫଳ ପବିତ୍ର ଆତ୍ମା ପରମେଶ୍ୱର ଦେଇଥାନ୍ତି, ଗାଇଡ଼ କରିଥାନ୍ତି। ଆମେ କେଉଁ ଦିଗରେ ଯିବା, କ'ଣ କରିବା, କ'ଣ କରିବାକୁ ହେବ ନାହିଁ, ପବିତ୍ର ଆତ୍ମା ପରମେଶ୍ୱର ମାନଙ୍କୁ ଗାଇଡ଼ କରିଥାନ୍ତି। ଈଶ୍ୱରଙ୍କ ବାକ୍ୟକୁ ବୁଝାଇ ଦେଇଥାନ୍ତି। ଯେତେବେଳେ ଆମେ ଈଶ୍ୱରଙ୍କ ବାକ୍ୟ ପଢ଼ୁ ବା ଶୁଣୁ, ତାର ଅର୍ଥ କ'ଣ, ଈଶ୍ୱର କ'ଣ କହିବା ପାଇଁ ଚାହିଁଲେ ବୁଝାଇ ଦିଅନ୍ତି ପବିତ୍ର ଆତ୍ମା। ପ୍ରାର୍ଥନାରେ ସହଯୋଗ କରନ୍ତି ପବିତ୍ର ଆତ୍ମା। ଦୈନନ୍ଦିନ ଜୀବନ ଚାଲିଥାଏ ଆତ୍ମାଙ୍କ ଶକ୍ତିରେ। ଯେଉଁମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପାଇଛନ୍ତି। ହାଲେଲୁୟା। ଆଉ ଏକ ବିଷୟ, ଆତ୍ମା ଆମକୁ ପାପର ଜ୍ଞାନ ଦେଇ, ଏହା ପାପ ବୋଲି ଜଣିବେ। ଯଦି ଆମେ ପାପ କରିଛୁ, ଆମକୁ ବୋଧ ଦେବେ ତୁ ପାପ କରିଛୁ। ପାପର ଜ୍ଞାନ ଦେଇ ପଶ୍ଚାତାପରେ ଆଣିଥାନ୍ତି। ଆମେ ଯେମିତିକି ସେ ପାପରୁ ଫେରିବା, ଅନୁତାପର ସହିତ ପ୍ରଭୁଙ୍କ ନିକଟକୁ ଫେରିବା, ସେ ପଶ୍ଚାତାପରେ ଆଣିଥାନ୍ତି, ମନ ପରିବର୍ତ୍ତନରେ ଆଣିଥାନ୍ତି। ଯାହାକି ଲେଖା ଅଛି ଜହନ 16:8 ଲେଖା ଅଛି, ସେ ପବିତ୍ର ଆତ୍ମା ପରମେଶ୍ୱର ପାପ, ଧର୍ମ ଓ ନ୍ୟାୟ ବିଷୟରେ ଜଗତକୁ ଦଣ୍ଡିତ କରିବେ। ଅର୍ଥଟା କ'ଣ? ଆମେ ନିଜେ ପାପ ଦେଖିପାରୁନାହୁଁ, ପବିତ୍ର ଆତ୍ମା ପରମେଶ୍ୱର ମାନଙ୍କୁ ପାପ ଦେଖାଉଛନ୍ତି। ଆତ୍ମା ଆମକୁ ପାପ ଦେଖାଇ ପରିବର୍ତ୍ତନକୁ ଆଣନ୍ତି। ଯଦି ଏଇଟା ମୋ ବିଷୟ ବି ଦେଖି, ଆଜି ଯେତେ ଜଣ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛନ୍ତି, ଆଉ ଯେଉଁମାନେ ବି ବାକ୍ୟ ଯେଉଁମାନେ ଶୁଣୁଛନ୍ତି,
पवित्र आत्मा परमेश्वर पाप कौन जणेले ईश्वर विरुद्ध रे पाप कौन पापर परिणाम कौन पाप कौन करे आम जीवन को देखे कि आमको जणे कि से मन परिवर्तन आड़ को आम जीवन को आनी आज भी आणुंट आणवे पश्चाताप आमर जीवन आरंभर प्रथम पदक्षेप जो आम जो पश्चाताप ये पाप मो कर नाला ए पाप द्वारा मो ईश्वर को ठार अलग है ईश्वर ठार दूरे जाइए पाप आज मत कौन कर बांधी ए पापर दास मुझे पापर परिणाम अनंत नरकदंड